ସମ୍ବାଦ ସାହିତ୍ୟ ଘର କୁଚିଣ୍ଡା ଶାଖା ପକ୍ଷରୁ ଆଜି ଦିବସବ୍ୟାପୀ କୁସୁମୀସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସର ଓ ସ୍କୁଲ ସମ୍ମୁଖସ୍ଥ ରାସ୍ତା ଉଭୟ ପାର୍ଶ୍ୱରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସାହିତ୍ୟ ଘର ସଭାପତି ପ୍ରକୃତିବନ୍ଧୁ ସୁଭାଷ ଚନ୍ଦ୍ର ନାୟକ, ସ୍କୁଲ ଅଧ୍ୟକ୍ଷା ରଚିତ ମିଞ୍ଜ, ସାହିତ୍ୟ ଘର ସଭ୍ୟ ଅମୂଲ୍ୟ ରାୟ, ବିଜୁ ସାହୁ, ମିତା ନାୟକ, ଅଧ୍ୟାପକ ଜ୍ୟୋତିପ୍ରକାଶ ପ୍ରଧାନ, ସୁନିତ କୁମାର ବେହେରା, ମଳୟ କୁମାର ବେହେରା, ଶୈଳୀ ନାଗ, ବିଶ୍ୱଜିତ ବେହେରା, ସଞ୍ଜିତ ବେଗ, କବିତା ମଲ୍ଲିକ, ଆକାଶ ବେହେରା, ମାନସୀ ନାୟକ ଓ ମିତା ସାହୁଙ୍କ ପରିଚାଳନାରେ 300ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ବିଭିନ୍ନ ସ୍ଲୋଗାନ ସହ ଶୋଭାଯାତ୍ରାରେ ଯାଇ ମା ପାଇଁ ଗଛଟିଏ ନୀତିକୁ ସମ୍ମାନ ଜଣାଇ ବୃକ୍ଷରୋପଣ କରିଥିଲେ। ଏହି ଅବକାଶରେ ସାହିତ୍ୟ ଘର ସଭାପତି ଶ୍ରୀ ସୁଭାଷ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଆଲୋଚନା ଚକ୍ରରେ ଅଧ୍ୟକ୍ଷା ଶ୍ରୀମତୀ ରଚିତା ମିଞ୍ଜ, ମୁଖ୍ୟ ଅତିଥି ବନ କର୍ମଚାରୀ ଅମୂଲ୍ୟ ରାୟ ଓ ସ୍ୱେଚ୍ଛାସେବୀ ବିଜୁ ସାହୁ ସମ୍ମାନିତ ଅତିଥି ଓ ଇଂରାଜୀ ଅଧ୍ୟାପକ ଆକାଶ ବେହେରା ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ଜନସଂଖ୍ୟା ଅନୁପାତରେ କିପରି ବୃକ୍ଷ ଓ ବନ୍ୟପ୍ରାଣୀ ରହିବା ଉଚିତ ତାହା ବୁଝାଇ କହିଥିଲେ। ଏହାପରେ ଶ୍ରୀ ନାୟକ ଛାତ୍ରଛାତ୍ରୀଙ୍କୁ ସବୁଜ ଶପଥ କରାଇଥିଲେ। ଆଜି ସାହିତ୍ୟଘରର ସର୍ବକନିଷ୍ଠ ସଭ୍ୟା ତଥା ଆଦର୍ଶ ସ୍କୁଲର ଛାତ୍ରୀ ଆରାଧ୍ୟା ରାୟଙ୍କ ଜନ୍ମଦିନ ଉପଲକ୍ଷେ ଏହି ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାରୁ ଶେଷରେ ତାଙ୍କ ମାତାପିତା ମିତା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କ୍ଷିତୀଶ ମାଝୀ ଓ ରତ୍ନବତୀ ପରୁଆ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।